ଦଶପଲ୍ଲାରେ ବିଜେପିର ଗୋଷ୍ଠୀ କନ୍ଦଳ ନିଆଁ ଲାଗି ଧୀରେ ଧୀରେ ବ୍ୟାପିବାର ଦେଖାଦେଇଛି। ବିଜେପି ପ୍ରାର୍ଥୀ କରିଛି ରାଘବ ମଲ୍ଲିକକୁ, ଆଉ ଦଳର କର୍ମୀଙ୍କ ପସନ୍ଦ ରବୀନ୍ଦ୍ର ସେଠୀ ଉପରେ ରହିଛି। ରବୀନ୍ଦ୍ର ସେଠୀ ଦଶପଲ୍ଲା ମାଟିର ପୁଅ ହିସାବରେ ଲୋକାଲ ଭୋଟ ରବୀନ୍ଦ୍ରଙ୍କ ପାଖରେ ରହିଛି। ତା ସହିତ ବିଜେଡି ଅସନ୍ତୋଷଙ୍କ ଭୋଟ ରବୀନ୍ଦ୍ରଙ୍କ ପକେଟରେ ଥିବାବେଳେ ବିଜେପିର ପକେଟ ଭୋଟରଙ୍କ ମତ ହେଉଛି ରବୀନ୍ଦ୍ର ସେଠୀ। ତେଣୁ ସେ ଭାବରେ ଦେଖିବାକୁ ଗଲେ ବିଜେଡି ବିଜେପିର ଗୋଷ୍ଠୀ କନ୍ଦଳରେ ରବୀନ୍ଦ୍ରଙ୍କୁ ଫାଇଦା ଦେବା ସ୍ୱାଭାବିକ ବୋଲି ସୂଚନା ମିଳିଛି। ତେଣୁ ରାଘବଙ୍କୁ ଘୋର ବିରୋଧର ସାମ୍ନା ଦେଖିବାକୁ ମିଳୁଛି, ଯାହା ସୂଚନା ମିଳୁଛି। ବିଜେପିର ଯେଉଁଭଳି ଭାବେ ପ୍ରାର୍ଥୀ ଚୟନ କରାଗଲା, ଏଥିରେ ଘୋର ବିରୋଧର ଶିକାର ହେବେ ରାଘବ, ଆଉ ବିଜେପି ନିଜକୁ ହରାଇବା ପାଇଁ ପ୍ଲାନ୍ରେ ପ୍ରାର୍ଥୀ ଘୋଷଣା କରିଛି ବୋଲି ବୁଦ୍ଧିଜୀବୀଙ୍କ ମତ ପ୍ରକାଶ ପାଉଛି। ତେବେ ଯଦି ପ୍ରାର୍ଥୀ ପରିବର୍ତ୍ତନ ନ କରେ, ବିଜେପି ଦଶପଲ୍ଲା ପୂର୍ବରୁ ରୁଦ୍ର ରାୟ ଏବଂ ହରିହର କରଣ ପରି ସ୍ୱାଧୀନ ଭାବେ ଲଢ଼ିବେ ରବୀନ୍ଦ୍ର ବୋଲି ଆଲୋଚନା ହେଉଛି ଦଶପଲ୍ଲାରେ। ହେଲେ ରବୀନ୍ଦ୍ରଙ୍କ ପତିଆରା ବୃଦ୍ଧି ପାଇଛି, ଆଉ ରମେଶ ବେହେରାଙ୍କ ଲୋକପ୍ରିୟତା କମିବାର ଦେଖିବାକୁ ମିଳୁଛି। ତେବେ ଆଗକୁ 2 ଦିନ ବେଶ୍ ରୋମାଞ୍ଚକର ହେବାକୁ ଯାଉଛି। କାରଣ ଶୁଣିବାକୁ ମିଳୁଛି ଯେ ରମେଶ ବେହେରା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ରାଘବ ମଲ୍ଲିକ ଆସନ୍ତା 2 ମେରେ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି। ତେବେ ଯଦି ପ୍ରାର୍ଥୀ ପରିବର୍ତ୍ତନ ନ କରେ ବିଜେପିରେ, ତେବେ 3 ତାରିଖରେ ରବୀନ୍ଦ୍ର ସେଠୀ ନିଜର ନାମାଙ୍କନ ସ୍ୱାଧୀନ ଭାବେ ଦାଖଲ କରିବେ ବୋଲି ସମର୍ଥକଙ୍କ ମତ ପ୍ରକାଶ ପାଇଛି।